ଖଣି ଅଞ୍ଚଳସ୍ଥିତ ଢାବା ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର। ଶନିବାର ରାତିରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳସ୍ଥିତ ଢାବା ଛକ ନିକଟ ରାସ୍ତା କଡ଼ରେ ଥିବା ଏକ 14 ଚକିଆ ଟ୍ରକ୍ ଗାଡ଼ି ପଛ ପାର୍ଶ୍ୱରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଡ଼ିଶା ଗ୍ରାମର ସଂଗ୍ରାମ ଶତପଥୀ ଗୁରୁତର ହୋଇଯାଇଥିଲେ। ଘଟଣାସ୍ଥଳରେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖି ରାଁଶୋଳ ଗ୍ରାମର ଯୁବ ସମାଜସେବୀ ଅଭିଜିତ ପାତ୍ର ତାଙ୍କୁ ତୁରନ୍ତ ଉଦ୍ଧାର କରି ନିଜ କାର୍ ସହାୟତାରେ ସ୍ଥାନୀୟ OMC ମେଡିକାଲରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଇ ଆମ୍ବୁଲାନ୍ସ ସାହାଯ୍ୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଶନିବାର ରାତି 12 ଘଟିକା ସମୟରେ 108 ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଛି।